हेलो हाय नमस्कार जय जगन्नाथ। ଆଉ ମୋର ଜଣେ ଫ୍ରେଣ୍ଡସ୍ ଗୋଟେ ଫ୍ଲୋର୍ସ ମୋତେ ମେସେଜ କରିଥିଲେ କି କମେଣ୍ଟ କରିଥିଲେ କି କାଙ୍କଡ଼ ଚାଷ କେମିତି କରାଯାଏ। ତ ଭାଇ କାଙ୍କଡ଼ ଚାଷଟା ପୁରା ଆକ୍ଚୁଆଲି କନ୍ଦାରୁ ହିଁ ଆରମ୍ଭ ଆଉ ମଞ୍ଜିରୁ ବି ଆରମ୍ଭ। ମଞ୍ଜି ହେଲେ ତାକୁ ଚାରା କରିବାକୁ ପଡ଼ିବ ଆଉ କନ୍ଦା ହେଲେ ଡାଇରେକ୍ଟ ଜୁନ୍ ଜୁଲାଇରେ ତାକୁ ରୋପଣ କରିବାକୁ ପଡ଼ିବ। ଜୁନ୍ ଜୁଲାଇରେ ଜଗେଇଲେ ସେ ଅଗଷ୍ଟ ଆଡ଼କୁ ଫଳ ତାର ଜୋରସୋରରେ ଧରିବ। ହେଲେ ଆପଣ ଯଦି ମଞ୍ଜି ପକାଇବେ ତାହେଲେ ଆଉ ଟିକେ ଆଗରୁ ପକାଇବାକୁ ପଡ଼ିବ। ନହେଲେ ଜୁନ୍ ପ୍ରଥମରୁ କଲେ ଜୁଲାଇରେ ଆପଣ ତାର ରୋପଣ କରିପାରିବେ। ଆଉ ସେଥିରେ ପର ଗଛରେ ଗୋଟେ 1.5 ମିଟର ଡିଷ୍ଟାନ୍ସରେ ରୋପଣ କରାହବ, ଗଛଟା ଯୋଗା ହବ। ସେଥିରେ ମଧ୍ୟ ଯେମିତି ଅନେକ ଚାଷ ଭଳି ଖତ ସାର ଲାଗିବ, କମ୍ପୋଷ୍ଟ ସାର ଲାଗିବ, ଜୈବିକ ସାର ଟିକେ ଅଧିକା ପଡ଼ିବ ସେଠି। ହେଲେ ଡିଏପି ୟୁରିଆ ଟିକେ କମ୍ ପଡ଼ିବ। ତାର ସମୟ ଫଳିଲା ଯେତେବେଳେ ଫୁଲ ଫଳ ଧରିଲା ବେଳକୁ ଡିଏପି ୟୁରିଆ ଲାଗିବ। ତା ଆଗରୁ କିଛି ନାହିଁ, ଖାଲି ଖତ ସାରରେ ହିଁ ହବ। ତ ଆପଣ ଯଦି ଚାରା କରିବାକୁ ଚାହୁଁଛନ୍ତି କି ଗଛ ରୋଇବାକୁ ଚାହୁଁଛନ୍ତି ତାହେଲେ ଜୁନ୍ ଜୁଲାଇରେ ଆରମ୍ଭ କରନ୍ତୁ କାଙ୍କଡ଼ ଚାଷଟା। ଆଉ ଆପଣ ଯେଉଁ ଚାରା କୋଉଠୁ ସଂଗ୍ରହ କରିବେ ଆପଣ ଚିନ୍ତା କରିବାର ନାହିଁ। ଆପଣ ଯେଉଁ ଦୋକାନରେ ଯେଉଁ ପନିପରିବା ଦୋକାନରେ ଯେଉଁ କାଙ୍କଡ଼ ବିକୁଛନ୍ତି ସେଇ ବେପାରୀଙ୍କ ଠାରୁ ଯେଉଁ ପାଚିଲା କାଙ୍କଡ଼ ଯାକ ରହୁଛି ସେଇ କାଙ୍କଡ଼କୁ ସଂଗ୍ରହ କରି ଘରେ ଆଣି ପୁରା ସ୍ୱଚ୍ଛ ଭାବରେ ସଫା କରି ଶୁଖାଇ ଦିଅନ୍ତୁ। ତାପରେ ତାକୁ ଗୋଟେ ଜାର୍ ମାଧ୍ୟମରେ ରଖନ୍ତୁ। ଠିକ୍ ସମୟ ଆସିଲେ ତାକୁ ଜୁନ୍ ଜୁଲାଇ ଆଡ଼କୁ ପଲା ମାନେ ଚାରା ମାଧ୍ୟମରେ ତାକୁ ପ୍ରୟୋଗ କରିବେ, ୟୁଜ୍ କରିବେ। ଚାରା ମଧ୍ୟ ସେଇ ଖତ ସାରରେ ମାଟିରେ ପ୍ରୟୋଗ କରିବେ। ଯଦି ଆପଣଙ୍କର ବାଲିଆ ମାଟି ହେଇଛି ତାହେଲେ ଆହୁରି ଭଲ ହବ ଗଛଟା। ତ ଏମିତି ଦେଖୁଥାନ୍ତୁ, ଚାଷ ଉପରେ କିଛି ଟିପ୍ସ ନିଅନ୍ତୁ ଆଉ ଆଗକୁ ଦେଖନ୍ତୁ ଗୋକୁଲ ଫାର୍ମିଂକୁ। ଆଉ ଗୋକୁଲ ଫାର୍ମ ୟୁଟ୍ୟୁବରେ ଦେଖୁଥିଲେ ଗୋକୁଲ ଫାର୍ମିଂକୁ ସବସ୍କ୍ରାଇବ ନିଶ୍ଚିତ ଭାବରେ କରନ୍ତୁ। ଫେସବୁକରେ ଦେଖୁଥିଲେ ଫଲୋ କରନ୍ତୁ। ଇନଷ୍ଟାଗ୍ରାମ ଦେଖୁଥିଲେ ଫଲୋ ନିଶ୍ଚିତ ଭାବରେ କରନ୍ତୁ। ଜୟ ଜଗନ୍ନାଥ।